ମାହାଙ୍ଗାରେ ଜଳିଗଲା ଲକ୍ଷାଧିକ ଟଙ୍କାର ବସୁଧା ଯୋଜନାର ପାନୀୟ ଜଳ ପାଇପ୍। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓ ମଧୁପୁରଠାରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଉଭୟ ବ୍ଲକର 7ଟି ପଞ୍ଚାୟତକୁ ପାଇପ୍ ଯୋଗେ ଘରେ ଘରେ ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟରତ ମେଘା ଇଞ୍ଜିନିୟରିଂ ଠିକା ସଂସ୍ଥାର ଗୋଦାମ ଘରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ମାହାଙ୍ଗା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ 10ରୁ 12 ଟ୍ରକ୍ ପଲିମର ପାଇପ୍ ଜଳିଯାଇଥିବା ଜଣାପଡ଼ିଛି। Bureau Report, News 18 12।